ଅଯୋଧ୍ୟାର ଚକ୍ରବର୍ତ୍ତୀ ସମ୍ରାଟ ଦିଲ୍ଲୀପଙ୍କର କୌଣସି ସନ୍ତାନ ସନ୍ତତି ନଥିଲେ। ଥରେ ସେ ସପତ୍ନୀଙ୍କ ସହ ଗୁରୁ ବଶିଷ୍ଠଙ୍କ ଆଶ୍ରମକୁ ଗଲେ ଏବଂ ପୁତ୍ର ପାଇବା ପାଇଁ ମହର୍ଷିଙ୍କୁ ପ୍ରାର୍ଥନା କଲେ। ମହର୍ଷି ବଶିଷ୍ଠ ଧ୍ୟାନ ବଳରେ ରାଜାଙ୍କର ପୁତ୍ର ନ ହେବାର କାରଣ ଜାଣିପାରିଲେ ଏବଂ କହିଲେ, ମହାରାଜ, ଆପଣ ଦେବରାଜ ଇନ୍ଦ୍ରଙ୍କ ସଙ୍ଗରେ ସ୍ୱର୍ଗରୁ ମର୍ତ୍ତ୍ୟକୁ ଆସୁଥିବା ବେଳେ ବାଟରେ ଠିଆ ହୋଇଥିବା କାମଧେନୁକୁ ପ୍ରଣାମ କଲେ ନାହିଁ। ତରବର ଯୋଗୁଁ ତା ଆଡ଼କୁ ଟିକେ ଚାହିଁଲେ ନାହିଁ ମଧ୍ୟ। କାମଧେନୁ ଆପଣଙ୍କୁ ଅଭିଶାପ ଦେଇଛି ଯେ ତାର ସନ୍ତାନର ସେବା ନ କଲେ ଆପଣଙ୍କର ପୁତ୍ର ହେବ ନାହିଁ। ମହାରାଜ ଦିଲ୍ଲୀପ କହିଲେ, ଗୁରୁଦେବ, ସବୁ ଗାଈ କାମଧେନୁର ସନ୍ତାନ ଏବଂ ଗୋ ସେବା ମଧ୍ୟ ପୁଣ୍ୟ କାର୍ଯ୍ୟ, ତେଣୁ ମୁଁ ଗାଈମାନଙ୍କର ସେବା କରିବି। ବଶିଷ୍ଠ କହିଲେ, ମୋ ଆଶ୍ରମରେ ନନ୍ଦିନୀ ନାମରେ ଯେଉଁ ଗାଈ ଅଛି ସେ କାମଧେନୁର କନ୍ୟା, ଆପଣ ତାର ସେବା କରନ୍ତୁ। ମହାରାଜ ଦିଲ୍ଲୀପ ସକାଳୁ ସକାଳୁ ନନ୍ଦିନୀ ପଛେ ପଛେ ବଣକୁ ଗଲେ। ନନ୍ଦିନୀ ଯେତେବେଳେ ଛିଡ଼ା ହୁଏ ଇଏ ମଧ୍ୟ ଛିଡ଼ା ହୁଅନ୍ତି। ସେ ଚାଲିଲେ ଇଏ ମଧ୍ୟ ପଛେ ପଛେ ଚାଲନ୍ତି। ସେ ଶୋଇଲେ ଇଏ ଶୁଅନ୍ତି। ସେ ପାଣି ପିଇଲେ ଇଏ ମଧ୍ୟ ପାଣି ପିଅନ୍ତି। ତା ଦେହରେ ଗୋଟିଏ ମାଛି ବି ବସାଇ ଦିଅନ୍ତି ନାହିଁ। ସନ୍ଧ୍ୟାବେଳେ ନନ୍ଦିନୀ ଆଶ୍ରମକୁ ଫେରିଲେ ମହାରାଜ ତା ସହିତ ଫେରି ଆସନ୍ତି। ମହାରାଣୀ ସୁଦକ୍ଷିଣା ସକାଳ ଓ ସନ୍ଧ୍ୟାରେ ସେ ଗାଈକୁ ପୂଜା କରନ୍ତି। ରାତିରେ ତା ନିକଟରେ ଦୀପ ଜାଳନ୍ତି ଏବଂ ମହାରାଜ ଦିଲ୍ଲୀପ ଗୋଶାଳାରେ ଗାଈ ପାଖରେ ତଳେ ଶୋଇଯାଆନ୍ତି। ଏହିଭଳି ମହାରାଜ ଦିଲ୍ଲୀପ ବଡ଼ ପରିଶ୍ରମ ଓ ସାବଧାନତାର ସହ ମାସେ ପର୍ଯ୍ୟନ୍ତ ନଳିନୀର ସେବା କଲେ। ଯେଉଁଦିନ ଦିଲ୍ଲୀପଙ୍କର ଗୋ ସେବା କରିବା 1 ମାସ ପୂର୍ଣ୍ଣ ହେବାର ଥିଲା, ସେଦିନ ବଣରେ ସେ କେତେକ ମନୋହର ଫୁଲ ଆଡ଼େ ଦୃଷ୍ଟି ଦେବା ଭିତରେ ନନ୍ଦିନୀ ଆଗକୁ ଚାଲିଗଲା। ଅଳ୍ପ କିଛି କ୍ଷଣ ମଧ୍ୟରେ ଗାଈର କରୁଣ ଶବ୍ଦ ଶୁଣିବାକୁ ମିଳିଲା। ମହାରାଜ ଦୌଡ଼ି ଯାଇ ସେଠାରେ ପହଞ୍ଚି ଦେଖିଲେ ଯେ ଗୋଟିଏ ଝରଣା ନିକଟରେ ଏକ ପ୍ରକାଣ୍ଡକାୟ ସିଂହ ସେହି ଗାଈକୁ ମାଡ଼ି ବସିଛି। ସିଂହକୁ ମାରି ଗାଈକୁ ରକ୍ଷା କରିବା ଉଦ୍ଦେଶ୍ୟରେ ତୁଣୀରରୁ ସର କାଢ଼ିଲା ବେଳକୁ ତାଙ୍କର ଡାହାଣ ହାତ ତୁଣୀରରେ ଲାଖି ରହିଗଲା। ବିସ୍ମିତ ରାଜା ଦିଲ୍ଲୀପଙ୍କୁ ସିଂହ ମନୁଷ୍ୟ ପରି କହିଲା, ରାଜନ, ମୁଁ ସିଂହ ନୁହେଁ, ମୁଁ ଭଗବାନ ଶିବଙ୍କର ସେବକ। ଏବେ ଆପଣ ଫେରି ଯାଆନ୍ତୁ। ଯେଉଁ କାର୍ଯ୍ୟ କରିବା ଆପଣଙ୍କର ସାମର୍ଥ୍ୟ ବହିର୍ଭୂତ ତାକୁ ଛାଡ଼ିଦେଲେ କୌଣସି ଦୋଷ ନାହିଁ। ମୁଁ ଭାରି ଭୋକିଲା। ମୋ ଭାଗ୍ୟକୁ ଏ ଗାଈ ଏଠାରେ ଆସି ପହଞ୍ଚିଛି। ମୁଁ ଏହାକୁ ଖାଇ ଭୋକ ମେଣ୍ଟାଇବି। ରାଜା ବିନମ୍ର ହୋଇ କହିଲେ, ଆପଣ ଶିବଙ୍କର ସେବକ, ତେଣୁ ମୁଁ ଆପଣଙ୍କୁ ପ୍ରଣାମ କରୁଛି। ସତ୍ପୁରୁଷଙ୍କ ସହିତ କଥାବାର୍ତ୍ତା ହେଲେ ଏବଂ କିଛି କ୍ଷଣ ସାଥିରେ ରହିଲେ ମିତ୍ରତା ହୋଇଯାଏ। ଆପଣ ମୋ ଉପରେ କୃପା କରି ଆପଣଙ୍କ ପରିଚୟ ପ୍ରଦାନ କଲେ, ତେବେ ମୋ ଉପରେ ଆଉ ଏତିକି କୃପା କରନ୍ତୁ। ଏ ଗାଈକୁ ଛାଡ଼ି ଦିଅନ୍ତୁ ଏବଂ ପ୍ରତିବଦଳରେ ମୋତେ ଭକ୍ଷଣ କରି ନିଜର କ୍ଷୁଧା ନିବାରଣ କରନ୍ତୁ। ସିଂହ ରାଜାକୁ ବହୁତ ବୁଝାଇ କହିଲା, ଗୋଟିଏ ଗାଈ ପାଇଁ ଆପଣଙ୍କ ଭଳି ଜଣେ ଚକ୍ରବର୍ତ୍ତୀ ସମ୍ରାଟ ପ୍ରାଣ ଦେବା ଅନୁଚିତ। ଆପଣ ଚାହିଁଲେ ଗୁରୁଙ୍କୁ 1000 ଗାଈ ଦାନ ଦେଇପାରିବେ ଏବଂ ଜୀବନରେ 1000 ଗାଈଙ୍କର ପାଳନ ତଥା ରକ୍ଷା ମଧ୍ୟ କରିପାରିବେ। ତଥାପି ଦିଲ୍ଲୀପ ନିଜ କଥାରେ ଅଟଳ ରହିଲେ। ନିଜେ ଦେଖୁ ଦେଖୁ ଗୋଟିଏ ଶରଣାଗତ ଗାଈ ନିହତ ହେବ, ଏହା ତାଙ୍କ ପାଇଁ ଘୋର ଦୁଃଖର କଥା। ଗାଈକୁ ରକ୍ଷା କରିବାକୁ ଯାଇ ସେ ନିଜେ ପ୍ରାଣ ଦେବାକୁ ମଧ୍ୟ ପ୍ରସ୍ତୁତ ହେଲେ। ଶେଷରେ ତାଙ୍କ ବିନିମୟରେ ଗାଈକୁ ଛାଡ଼ିଦେବାକୁ ସିଂହ ରାଜି ହେଲା। ରାଜାଙ୍କ ଲାଖି ରହିଥିବା ହାତ ତୁଣୀରରୁ ଛାଡ଼ିଗଲା। ସେ ଧନୁ ଓ ତୁଣୀର ବାହାର କରି ତଳେ ରଖିଦେଇ ନତମସ୍ତକ ହୋଇ ସିଂହ ଆଗରେ ବସିଗଲେ। ମହାରାଜ ଦିଲ୍ଲୀପ ଭାବିଥିଲେ, ଏବେ ସିଂହ ତାଙ୍କ ଉପରକୁ ଡେଇଁ ପଡ଼ିବ ଏବଂ ତାଙ୍କୁ ଚିରି ଖିନଭିନ କରି ଖାଇଯିବ। ମାତ୍ର ତାଙ୍କ ଉପରେ ଆକାଶରୁ ପୁଷ୍ପ ବୃଷ୍ଟି ହେବାକୁ ଲାଗିଲା। ନନ୍ଦିନୀ ମନୁଷ୍ୟ ପରି ତାଙ୍କୁ ଡାକି କହିଲା, ମହାରାଜ ଉଠନ୍ତୁ, ଏଠାରେ କୌଣସି ସିଂହ ନାହିଁ। ମୁଁ ଆପଣଙ୍କୁ
ପରୀକ୍ଷା କରିବାକୁ ଏହି ମାୟା ଦେଖାଇଲି। ବର୍ତ୍ତମାନ ଆପଣ ପତ୍ର ଠୋଲାରେ ମୋ ଠାରୁ ଦୁଗ୍ଧ ଦୋହନ କରି ପାନ କରନ୍ତୁ। ଆପଣଙ୍କର ଗୋଟିଏ ଗୁଣବାନ ଓ ପ୍ରତାପୀ ପୁତ୍ର ହେବ। ମହାରାଜ ଉଠି ପଡ଼ିଲେ ଏବଂ କାମଧେନୁକୁ ପ୍ରଣାମ ପୂର୍ବକ ହାତ ଯୋଡ଼ି କହିଲେ, ମା, ଆପଣଙ୍କ କ୍ଷୀରରେ ପ୍ରଥମେ ବାଛୁରୀର ଅଧିକାର, ଅବଶିଷ୍ଟ କ୍ଷୀର ଗୁରୁଦେବଙ୍କର। ଆଶ୍ରମକୁ ଫେରିଲା ପରେ ଗୁରୁଦେବଙ୍କ ଆଜ୍ଞାରେ ମୁଁ କିଛି କ୍ଷୀର ପିଇପାରେ। ଦିଲୀପଙ୍କ ଗୁରୁଭକ୍ତି ତଥା ଧର୍ମ ପ୍ରେମରେ ନନ୍ଦିନୀ ଆହୁରି ପ୍ରସନ୍ନ ହେଲା। ସନ୍ଧ୍ୟାରେ ଆଶ୍ରମକୁ ଫେରି ମହର୍ଷି ବଶିଷ୍ଠଙ୍କ ଆଜ୍ଞାରେ ଦିଲୀପ ନନ୍ଦିନୀର କ୍ଷୀର ପାନ କଲେ ଏବଂ ସମୟାନୁସାରେ ତାଙ୍କର ପ୍ରବଳ ପ୍ରତାପୀ ପୁତ୍ରଟିଏ ହେଲା।